ଲେଖୁଥିଲେ ନା ଆପଣଙ୍କର ମାଦଳା ପାଞ୍ଜି କେତେ ପ୍ରକାରର? ଦୁଇ ପ୍ରକାରର, ଗୋଟେ କର୍ମାଙ୍ଗୀ ମାଦଳ, ଗୋଟେ ରାଜଭୋଗ ମାଦଳା। କର୍ମାଙ୍ଗୀ ମାଦଳାରେ ଆପଣଙ୍କର ମନ୍ଦିରର ନୀତି ନିୟମ ଲେଖାଗଲା, ରାଜଭୋଗ ମାଦଳାରେ ଅର୍ଡିନାନ୍ସ ଲେଖାଗଲା, ଯାହା ଯାହା ଅଧ୍ୟାଦେଶ ଜାରି ହେଲା ରାଜାଙ୍କ ତରଫରୁ ଆକୁ ଲେଖିଲେ ଦେଉଳକରଣ, ଆମେ ସେଇ ଗୋଟାକ ଜାଣିବାକୁ ଚାହୁଁଛୁ। ତାକୁ ଲେଖିଲେ ବେହେରାକରଣ, ଯୋଉ 16 କରଣ ସେବାରେ 2 କରଣ, ଆକୁ ଲେଖିଲେ ଦେଉଳକରଣ, ତାକୁ ଲେଖିଲେ ବେହେରାକରଣ। ବେହେରାକରଣଙ୍କର କଥାରେ କୋଉଠି ଲେଖା ନାହିଁ ଯେ ଆକୁ ବନ୍ଦ କରି ଦିଆଗଲା। ମନ୍ଦିର ଭିତରେ ଜଗନ୍ନାଥଙ୍କ ସାମ୍ନାରେ, ଜଗନ୍ନାଥଙ୍କ ସାମ୍ନାରେ ନୃତ୍ୟ ହେଇନାହିଁ ଗୋଟି ପୁଅ, ଆଉ ନା ଜଗନ୍ନାଥଙ୍କ ସମ୍ମୁଖରେ ଆଦୌ ନୃତ୍ୟ ହେଇନାହିଁ ଗୋଟି ପୁଅ। ନାଟ ମଣ୍ଡପରେ, ନା ନାଟ ମଣ୍ଡପରେ ନୁହଁ, ମୁକ୍ତି ମଣ୍ଡପ ସାମ୍ନାରେ। ସାର୍ ମୁଁ ଗୋଟିଏ କଥା କହୁଛି ସାର୍, ମୋଟେ ହେଇନି ନା, ୟାର କୌଣସି ମୁଁ ଗୋଟିଏ କଥା କହୁଛି ସାର୍, ଟିକେ ଶୁଣିବେ ସାର୍। ଆମେ ତ ସବୁ ବର୍ତ୍ତମାନ ଦେଖୁଛୁ କେଉଁଠୁ ଉତ୍ପତ୍ତି କ'ଣ ହେଲା ସେ ବିଷୟରେ ବର୍ତ୍ତମାନ ମୋତେ ଲାଗୁଛି ଯେ ଆଉ ଆଲୋଚନା କରିବାର କିଛି ନାହିଁ। କାହିଁକିନା କ'ଣ ଉତ୍ପତ୍ତି ହେଇଛି କ'ଣ ହେଇଛି ସବୁ ବର୍ତ୍ତମାନ ଶ୍ରୀନିବାସ ଯାହା କହୁଛନ୍ତି ସବୁ ଅଛି ଆମର ପ୍ରମାଣ। ଆଗକୁ ତାର ଭବିଷ୍ୟତ କ'ଣ ହେବ ସେଇଟା ବର୍ତ୍ତମାନ ଦରକାର ଆଲୋଚନା ଚକ୍ରରେ। ବର୍ତ୍ତମାନ ଯାହା ଗୋଟିଏ ପରିସ୍ଥିତି ଅଛି ତାହା ଦରକାର। ଏଇ ବର୍ତ୍ତମାନ ଏଗୁଡ଼ାକ ଆଲୋଚନା କରିବେ ଆମର କିଛି ଲାଭ ହିଁ ନାହିଁ। ଆଗକୁ କ'ଣ ହେଇପାରିବ, ଆଗକୁ ଗୋଟିଏ କେମିତି ବଞ୍ଚିବ, ତାର କେମିତି ସେଇ ବର୍ତ୍ତମାନ ସେଇ ଜିନିଷ ଦରକାର ଆମକୁ। ଆଜ୍ଞା ସେଇଟା ଆମର ଦରକାର, କିନ୍ତୁ ଯେଉଁ ଆଜିର ଯେଉଁ କାର୍ଯ୍ୟକ୍ରମଟା ହେଇଛି ସେଥିରେ କ'ଣ ଡେଭଲପମେଣ୍ଟ କରାଯିବ ସେ ବିଷୟରେ ନାହିଁ। ନାଇଁ ଅଶୋକ ଭାଇ, କଥାଟା କ'ଣ କି ଆମେ ଇତିହାସକୁ ନ ଜାଣିବା, ଆମେ ଯଦି ଆମର ତଥ୍ୟ ଆମେ କେତେ ଆମ ପାଖରେ ଅଛି ଆମେ ସମ୍ପତ୍ତି ନ ଜାଣିବା ଲାଗୁଛି ଏଟା କଷ୍ଟ ହେବ। ତଥ୍ୟଟା ତ ସମସ୍ତେ ଏବେ ଯଦି ଜାଣି ଭାବନ୍ତୁ, ଏବେ ପୁରୀର ସମସ୍ତ ଗୁରୁ ଏକାଠି ହେବେ ଗୋଟେ ଜାଗାରେ ପଏଣ୍ଟ ଆଉଟ୍ ହେବେ, ମନ୍ଦିରକୁ କହିବେ ଯେ ଆମକୁ ଆଉଥରେ ଝୁଲଣରେ ଦିଆଯାଉ, ହଁ ଦେବେ, ଆମେ ପୁନରୁଦ୍ଧାର କରିପାରିବା। ବର୍ତ୍ତମାନ ନାହାନ୍ତି, ଅସୁବିଧାଟା ପୁନରୁଦ୍ଧାର କରିପାରିବା, ଏଇଟା ତ ବିକାଶର କାମ। ୟୁ ଆର୍ ରାଇଟ୍, ମୁଁ ବୁଝୁଛି, କିନ୍ତୁ ବର୍ତ୍ତମାନ ଅସୁବିଧାଟା ହେଇଛି ବର୍ତ୍ତମାନ ନାହାନ୍ତି, ସେଥିପାଇଁ ଆମେ ବର୍ତ୍ତମାନ ପ୍ରମାଣ କରିପାରୁନି। ଯଦି ଥାନ୍ତେ ଆମେ ଯେ ସମସ୍ତେ କହିଲେ ଅଟୋମେଟିକଲି ହବ, କେହି ମନା କରିବେନି। ବର୍ତ୍ତମାନ କେହି ନାହାନ୍ତି। ନାଇଁ ଆମେ ମାହାରି ପାଇଁ ଅନେକ ଚେଷ୍ଟା କଲୁଣି, 6-7 ବର୍ଷ ହେଲାଣି ସରକାରୀ ସ୍ତରରେ ତାକୁ ହ୍ୟୁମାନ ରାଇଟ୍ସ ଅଟକେଇକି ରଖିଛି, ନାରୀମାନଙ୍କୁ ହ୍ୟୁମାନ ରାଇଟ୍ସ ପର୍ଟିକୁଲାର ଅଟକେଇକି ରଖିଛି। ମାହାରିର ସ୍ତରଟା ଅଲଗା, ସିଏ କେମିତି ଯିବ, କିନ୍ତୁ ଗୋଟିଏ ଯୋଉଟା ଆମର ଆଲୋଚନା ଚାଲିଛି ସେଇଟା ଅଲଗା କଥା। ହଁ, ତେଣୁ ସେଥିପାଇଁ ଦୁଇଟା କଥା, ଉତ୍ପତ୍ତି ତ୍ରୟୋଦଶ ଶତାବ୍ଦୀରୁ ରେଫରେନ୍ସ ଆମ ପାଖରେ ଅଛି, ଗଙ୍ଗବଂଶର ପରବର୍ତ୍ତୀ ରାଜା ରାଜରାଜଦେବଙ୍କ ସମୟରୁ, କାରଣ 3 ବେଢ଼ ଲେଖା ବଣ୍ଟା ହେଇଛି, ରେକର୍ଡ ଆମମାନଙ୍କ ପାଖରେ ଅଛି। ଏଇଟା ହେଲା ଉତ୍ପତ୍ତିର କଥା। ତେଣୁ ଚୈତନ୍ୟ 15ଦଶ ଶତାବ୍ଦୀରେ ଆସିଲେ, ଆମେ ତ୍ରୟୋଦଶ ଶତାବ୍ଦୀର ପ୍ରମାଣ ଆମ ପାଖରେ ଅଛି। ତେଣୁ ଚୈତନ୍ୟଙ୍କର 200 ବର୍ଷ ଯଥେଷ୍ଟ ପୂର୍ବରୁ ଆମମାନେ ଗୋଟି ପୁଅର ପରମ୍ପରା ଆରମ୍ଭ କରିଛୁ। ତେଣୁ ଏହାର ଯଥେଷ୍ଟ ପୁରୁଣା, ଏହା ମୋଟେ ଚୈତନ୍ୟଙ୍କ ଠାରୁ ନୁହେଁ। ଚୈତନ୍ୟଙ୍କ ସମୟରେ ବିକଶିତ ହେଇଛି, କାରଣ ମାଧବ ସମ୍ଭ୍ରମ ଯୋଗ ତା କହୁଥିଲି, ରାଜତନ୍ତ୍ର ଉପରେ ବୈଷ୍ଣବମାନଙ୍କର ପ୍ରଭାବ ଥିଲା, ଗୌଡ଼ୀୟ ବୈଷ୍ଣବ। ଆଉ ଗୌଡ଼ ଦେଶ ଆପଣ ଜାଣିଛନ୍ତି, ଅଧା ବର୍ତ୍ତମାନ ବାଂଲାଦେଶରେ, ଅଧା କଲିକତାରେ ଅଛି। ତେଣୁ ଗୌଡ଼ୀୟ ବୈଷ୍ଣବମାନଙ୍କର ଏ ପରମ୍ପରା ଆମ ଉପରେ ପ୍ରଭାବିତ କରିଛି। ତେଣୁ ଅନେକ ମଠରେ ରାମଙ୍କୁ ଉଠାଯାଇକି ମାଧବଙ୍କୁ ବସାଯାଇଛି, ଏ ପ୍ରମାଣ ବି ଆମମାନଙ୍କ ପାଖରେ ଅଛି। ମାଧବ ପୂଜା ପରମ୍ପରା ମଠରେ ବି ବଦଳେଇ ଦିଆଯାଇଛି। ତେଣୁ ମଠମାନଙ୍କ ଦ୍ୱାରା ଗୋଟି ପୁଅ ନୃତ୍ୟ ପ୍ରଚାର ପ୍ରସାର ଘଟିଛି, ଆଖଡ଼ା ପାଇଁ ନୁହେଁ। ଆଖଡ଼ା କିନ୍ତୁ ଉତ୍ପତ୍ତି ସ୍ଥଳ ତ୍ରୟୋଦଶ ଶତାବ୍ଦୀ ରାଜରାଜେଶ୍ୱର। ମୋର ଗୋଟେ ପ୍ରଶ୍ନ ଥିଲା ସ୍ନେହ ମ୍ୟାଡ଼ାମ୍ ଆଉ ଗୋବିନ୍ଦ ସାର୍ଙ୍କୁ, ଯେ ଗୋଟି ପୁଅର ସ୍କଲାରସିପ୍ ପଢ଼ିବାଟା ବହୁତ ଡିଫିକଲ୍ଟ ହେଉଛି। ସରକାର ଯଦି ତାକୁ ଚିନ୍ତା କରନ୍ତେ ଆପଣମାନଙ୍କ ମାଧ୍ୟମରେ ତ ଆଗକୁ ଯାଇପାରନ୍ତା। ପାଠ୍ୟକ୍ରମରେ ଯଦି ଗୋଟି ପୁଅ ଯଦି ଆଉ ଥରେ ରିଭାଇଭ୍ ହେଇକି ଯଦି ଇତିହାସ ମାନେ ଭାଇ ଜଣେଇଲେ, ତାକୁ ପାଠରେ ଆସିଲେ ଆମେ ପଢ଼ିପାରିବା ବା ଆଗାମୀ ଭବିଷ୍ୟତ ପଢ଼ିପାରିବେ, ସେୟା ଯଦି ନିଶ୍ଚିତ ଭାବରେ ଗୁରୁମାନେ। ବିମଲଙ୍କ ସହିତ ମୋତେ ଖାଲି ଗୋଟେ ଶବ୍ଦ ଯୋଡ଼ିବାର ଅଛି, ଯେଉଁଟା ଆମେ 2 ବର୍ଷ ହେଲା ସରକାରଙ୍କ ସହିତ ଲାଗିଛୁ, ଯେ ଗୋଟି ପୁଅ ନୃତ୍ୟକୁ ଅନ୍ତତଃ ଓଡ଼ିଶାର କୌଣସି ଏକ ମହାବିଦ୍ୟାଳୟରେ ସବଜେକ୍ଟ ଭାବରେ ଗ୍ରହଣ କରାଯାଉ, ତାହେଲେ ଯାଇକି ଏକଥା ଡିଗ୍ରୀ ଆସିଲେ ଚାକିରି ହେଇପାରିବେ। ଏକଥା ଆମେ 2 ବର୍ଷ ହେଲା ଲାଗିଛୁ, ଅନ୍ତତଃ ବିଦ୍ୟାଳୟରେ ଗ୍ରହଣ କରାଯାଉ, ତାହେଲେ ଆମେ ଆଗକୁ ଯାଇପାରିବା। ଯେପର୍ଯ୍ୟନ୍ତ ପାଠ୍ୟ ଖସଡ଼ା ପ୍ରସ୍ତୁତ ନ ହେଇଛି, ଯେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ଗ୍ରହଣ ନ କରାଯାଇଛି, ସେଥିପାଇଁ ଆମେ ଯେତେ ଚିଲେଇଲେ ବି ମଞ୍ଚରେ କିଛି ହେବ ନାହିଁ। ଧନ୍ୟବାଦ, ନମସ୍କାର। ହଁ, ମୁଁ ବି ଆପଣଙ୍କ ପ୍ରଶ୍ନର ଉତ୍ତର ଦେଉଛି। ଆମର ଏବେ ଯେଉଁ ଗୋଟି ପୁଅ ଫେଷ୍ଟିଭାଲ ହେଇଥିଲା ଗଭର୍ଣ୍ଣମେଣ୍ଟ ତରଫରୁ ORCରେ ହେଇଥିଲା, ସେତେବେଳେ ମୁଁ ମନ୍ତ୍ରୀଙ୍କ ସାଙ୍ଗରେ ବି କଥାବାର୍ତ୍ତା କରିଥିଲି। ଆମର ଗୋଟେ ଆସୋସିଏସନ୍ ଅଛି, ଓଡ଼ିଶୀ ଡ୍ୟାନ୍ସର୍ସ କାଉନସିଲ୍। ଓଡ଼ିଶୀ ଡ୍ୟାନ୍ସର୍ସ କାଉନସିଲ୍ ବୋଲି ଯେଉଁ ଆସୋସିଏସନ୍ ଅଛି ଆମର, ଆମେ ସେ ଆସୋସିଏସନ୍ ତରଫରୁ ମୁଁ ସେଥିରେ ପ୍ରେସିଡେଣ୍ଟ ଅଛି, ଏଲିଆନା ମ୍ୟାଡ଼ାମ୍ ସେକ୍ରେଟାରୀ ଅଛନ୍ତି, ଆମର ବହୁ ସଦସ୍ୟମାନେ ଅଛନ୍ତି। ଆମେ ସମସ୍ତେ ମିଶିକିରି ମନ୍ତ୍ରୀଙ୍କ ପାଖକୁ ଯିବୁ, ତାଙ୍କୁ ଅନୁରୋଧ କରିବୁ ଯେ ଯେଉଁ ବିଶିଷ୍ଟ ଗୋଟି ପୁଅ ଗୁରୁମାନେ ଅଛନ୍ତି
আর সেমানে ତାଙ୍କର ବୟସ ଯେଉଁମାନଙ୍କ ହେଇଗଲାଣି ଆଗକୁ ସେ କରିପାରୁନାହାନ୍ତି ବା ପ୍ରାଇଭେଟ୍ ପିଲାମାନଙ୍କୁ ନେଇକରି କରିବା ସମ୍ଭବ ହେଉନି, କାରଣ ଆଜିକାଲି ବହୁତ ପିଲା ଗୋଟି ପୁଅ ହେବାକୁ ଚାହୁଁନାହାନ୍ତି, ଅନ୍ୟ ପାଠ ପଢ଼ି ଚାକିରି ବାକିରି କରିବାକୁ ଚାହୁଁଛନ୍ତି। ତେଣୁ ସେଥିପାଇଁ ଏଇ ଗୁରୁମାନଙ୍କ ପାଇଁ ସ୍ପେଶାଲ କ୍ଲାସ୍ କରାଯାଉ ORCରେ, ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରରେ ଏମାନେ ଶିକ୍ଷାଦାନ କରିବେ। ଯେଉଁ ପିଲାମାନେ ଆସିବେ ଗୋଟି ପୁଅ ପିଲାମାନେ ତାଙ୍କୁ ଶିକ୍ଷାଦାନ କରିବେ, ସୋ ଦ୍ୟାଟ୍ ଏ ଷ୍ଟାଇଲ୍ଟା କଣ୍ଟିନ୍ୟୁ କରିବ। ଯେମିତି ଭାଗୀରଥୀ ବାବୁଙ୍କର ହେଲା, ଯେମିତି ଲିଙ୍ଗରାଜ ସାର୍ଙ୍କର ହେଲା, ଆଉ ଯେମିତି ଗୋବିନ୍ଦପାଳ ସାର୍ଙ୍କର ହେଲା, ଏମାନେ ସମସ୍ତେ ନୂଆ ନୂଆ ପିଲାମାନଙ୍କୁ ଶିଖେଇବେ, ସେଇଟା କଣ୍ଟିନ୍ୟୁ ହେବ, ସେଇ ଗୁରୁମାନଙ୍କ ଷ୍ଟାଇଲ୍ଟା ରହିବ। କାରଣ ଆଗକୁ ଏମିତି ସମୟ ଆସିବ ପିଓର ଗୋଟି ପୁଅ ବୋଲି କେହି ଆଉ ଦେଖିପାରିବେନି। କାରଣ ମୁଁ ଯେତେବେଳେ ସ୍କଲାରସିପ୍ରେ ମୁଁ ଜୁରି ମେମ୍ବର ହେଇକି ଯାଏ, ଜୁନିୟର ସ୍କଲାରସିପ୍ ଗୋଟି ପୁଅ ମାନେ ପିଲାମାନେ ପାଆନ୍ତି, ମୁଁ ଯେଉଁଠି ଦେଖେ ଓରିଜିନାଲିଟି ନାହିଁ। ଆଜିକାଲି ଯେମିତି ଓଡ଼ିଶୀ ମିଶେଇକିରି ଗୋଟି ପୁଅ କରୁଛନ୍ତି, ଆହେ ନୀଳ ଶୈଳଠୁ ଆରମ୍ଭ କରିକି ସବୁ ଓଡ଼ିଶୀର ସବୁ ଗୀତରେ ଯେଉଁ ନାଚୁଛନ୍ତି, ସେଟା ମୋଟେ ଉଚିତ ନୁହଁ। ପିଓର ଗୋଟି ପୁଅ କ'ଣ ଥିଲା ସେଟା ହିଁ ରଖିବା ଉଚିତ। ମୁଁ ସେଟା ଦେଖେ ଯେ ଯେଉଁମାନେ ପିଓର ଗୋଟି ପୁଅ ରଖିଛନ୍ତି ସେଇ ଷ୍ଟାଇଲ୍ ମାନଙ୍କୁ ମୁଁ ଏନକରେଜ୍ କରେ। ଆଉ ନାଇଁ 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 ମୁଁ ଠିକ୍ ଅଛି, ମାହାରୀ କଥା ମୁଁ ତ କହିନି, କିନ୍ତୁ ଗୋଟିଏ ପୁଅ ପାଇଁ ମୁଁ ନିହାତି କହିଛି ତାକୁ ଏନକରେଜ୍ କରିବା ପାଇଁ ଗଭର୍ଣ୍ଣମେଣ୍ଟ ତରଫରୁ କିଛି ଡିସିସନ୍ ନିଆଯାଉ। ଆମେ ଯିବାର ଅଛି, ଆମେ ସବୁ କେତେ ଜଣ ମିଶିକିରି ଯିବୁ। ନା କଥାଟା ଏଇଆ ଯେ ଫୋକ୍ ଏଇଥିପାଇଁ ତାକୁ କୁହାଯାଉଛି, ଯେତେ ଯାହା କଲେ ବି କୁମକୁମ ମହାନ୍ତିଙ୍କ ଗୋଟେ ଶ୍ରେୟ ନିଶ୍ଚିତ ଭାବରେ ଯାଏ। ଯଦି ନୃତ୍ୟ ସରଣୀ ତିଆରି ହେଇନଥାନ୍ତା, ଗୋଟେ ସିଲାବସ୍ ପ୍ରିପେୟାର ହେଇନଥାନ୍ତା, ତାହେଲେ ଆମକୁ ଇମୋସନରେ ନୁହେଁ, ଆମକୁ ଟେକ୍ନିକାଲି ଯିବାର ଅଛି। ତେଣୁ ଗୋଟି ପୁଅ ନୃତ୍ୟର, ମାହାରୀ ନୃତ୍ୟର ଗୋଟେ ପାଠ୍ୟ ଖସଡ଼ା ନିର୍ମାଣ କରାଯାଉ, ଆଗ ଗୋଟେ ସିଲାବସ୍ ନିର୍ମାଣ କରାଯାଉ, ତାପରେ ଆମେମାନେ ଆଗକୁ ଯାଇପାରିବୁ ନା। ଦେଖେଇବା କ'ଣ ଇମୋସନରେ କିଛି କାମ ହୁଏ? ସରକାର କ'ଣ ଇମୋସନରେ ନେବେ? କେମିତି ଇମୋସନରେ ନେବେ? ନାଇଁ ପାଠ୍ୟକୋଷଟା ହେବ ଠିକ୍ ଅଛି, ତାକୁ ଆମେ ବିଦ୍ୟାଳୟରେ ବି ତାକୁ ଏଣ୍ଟ୍ରି ଆପଣ ଏଇଠି ଆମର ପୂଜା ପଣ୍ଡା ବି ଆମର ଏଠି ନିଯୁକ୍ତ ହେଉଛନ୍ତି ଜଗନ୍ନାଥ ମନ୍ଦିରରେ, ବଂଶ ପରମ୍ପରା ହେଲେ ବି ଆମର ଗୋଟେ ପରୀକ୍ଷା ଅଛି ନା। ଆଉ ପରୀକ୍ଷା ହେଲା ପରେ ସେ ସେବାକୁ ଯାଉଛି। ନା ନା ଠିକ୍ ଅଛି, କିନ୍ତୁ ରୋଷେଇରେ ଯେହେତୁ କିଛି ନାହିଁ, ତେଣୁ ଆମ ସ୍ୱରମାନଙ୍କର ଶାଢ଼ୀ ବନ୍ଧା ନାହିଁ କି ଆମର ପରୀକ୍ଷା ନାହିଁ, ଯିଏ ଗଲା ସେ ରୋଷେଇ କଲା, ରିସ୍କ ନାହିଁ। ନା ପାଠ୍ୟକୋଷଟା ନିହାତି ଦରକାର, ତେଣୁ ସେଥିପାଇଁ ପାଠ୍ୟକୋଷଟା ଦରକାର ନା। ଆଉ ପ୍ରାକ୍ଟିକାଲି ବି ଏଟା କଣ୍ଟିନ୍ୟୁ ହେବା ଦରକାର, ସମସ୍ତେ ଶିଖିବା ଦରକାର। ଏବେ ଆଲୋକ ବାବା ଗୋଟେ କ'ଣ କହିବାକୁ ଚାହୁଁଛନ୍ତି? ଆଲୋକ ମ୍ୟାଡାମକୁ ବି ଡାକନ୍ତୁ ଉପରକୁ ଆସି, ସେ ତାଙ୍କ ମତାମତ। ମୁଁ ନିବେଦନ ରଖିବି ଆଲୋକ କାନୁନଗୋ ମ୍ୟାଡାମକୁ, ସେ ଦୟାକରି ମଞ୍ଚପୁରକୁ ଆସନ୍ତୁ। ନାଇଁ ଏଇଠି କହୁଛି ମୁଁ। ନାଇଁ 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 ଆମକୁ ଟିକେ ଅସମ୍ମାନିତ ଲାଗୁଛି। ଏତେ କିଛି ଆପଣ ଟିକେ ଆସନ୍ତୁ ଏଇଠିକି। ପାଛଟି ଆଣିବେ ଆମର ନାରାୟଣ ପାଣ୍ଡେ ମହୋଦୟ, ଗୁରୁଜୀ, ଆଲୋକ ମ୍ୟାଡାମ ମିଲନ ଘଟୁଆରୀଙ୍କୁ ନିବେଦନ ରଖିବି, ସେ ମଧ୍ୟ ମ୍ୟାଡାମକୁ ମଞ୍ଚକୁ ପାଛଟି ଆଣିବେ। ଆଲୋକ ମ୍ୟାଡାମ ତାଙ୍କର କମ୍ପୋଜିସନରେ ଓଡ଼ିଶୀ ସାଙ୍ଗରେ ଗୋଟି ପୁଅକୁ ଆଡ୍ କରି ବହୁତ ସୁନ୍ଦର ସୁନ୍ଦର କମ୍ପୋଜିସନ ବି କରନ୍ତି। ଗୋଟି ପୁଅ ପ୍ରତି ତାଙ୍କର ଖୁବ୍ ଶ୍ରଦ୍ଧା ରହିଛି, ଆଉ ଏ ଗୋଟି ପୁଅ ବିଷୟରେ ସେ ତାଙ୍କର ମତାମତ ରଖିବେ, କହିବେ ଆଉ କ'ଣ ହେବା ଉଚିତ କ'ଣ ନାହିଁ। କିଛି ବର୍ଷ ତଳେ କୋଣାର୍କ ଡ୍ୟାନ୍ସ ଫେଷ୍ଟିଭାଲରେ ଆଲୋକ କାନୁନଗୋ ମହୋଦୟ ସେ ଗୋଟି ପୁଅକୁ ଏତେ ସୁନ୍ଦର ଭାବରେ ସମିଶ୍ରିତ କରିଥିଲେ ଓଡ଼ିଶୀ ନୃତ୍ୟ ସହିତ, ତାହା ଆମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି, ଓଡ଼ିଶାର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ନିବେଦନ ରଖିବି ଆଲୋକ ମ୍ୟାଡାମକୁ, ସେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଚାରିପଦ ତାଙ୍କର କଥା ରଖିବେ। ମୁଁ ଟିକେ ଜଗନ୍ନାଥଙ୍କ ପାଖରେ ଦର୍ଶନ କରିବାକୁ ଆସିଥିଲି, ଆଉ ସ୍ନେହ ପ୍ରଭା ପ୍ରଧାନଙ୍କୁ ମହାଶୟଙ୍କୁ ଦେଖା କରିବାକୁ ଆସିଥିଲି। ଆଜି ଗୋଟେ ସୌଭାଗ୍ୟ ପାଇଗଲି। ମୁଁ ବନ୍ଧ ନାଚ ଉପରେ ଗବେଷଣା କରିଛି। ବନ୍ଧ ନାଚ ଯେତେବେଳେ ପଢ଼ିଲି ବହିରେ ବିଭିନ୍ନ ଜାଗାରେ, ସେତେବେଳେ ଗୋଟି ପୁଅ ବି ଆସିଯାଉଛି। ଚୋଡ଼ଗଙ୍ଗ ଦେବଙ୍କ ସମୟରେ ସମ୍ପ୍ରଦାୟ ଥିଲା, ମୁଁ ଭାବୁଛି ସେତେବେଳେ ବି ପୁରୁଷ ଡ୍ୟାନ୍ସର ଥିଲେ। ଲେଖା ହେଇଛି ତେଲୁଗୁ ଭାଷାରେ, ସ୍ଥଳ ବୃତ୍ତାନ୍ତରେ ଲେଖା ଅଛି, ସାନି ସମ୍ପ୍ରଦାୟ ସେମାନେ ମାନେ ତେଲେଙ୍ଗାନାରୁ ଆଣୁଥିଲେ, ସାଉଥ ଇଣ୍ଡିଆରୁ। ଆଉ ଯେଉଁ କହିଲେ ବୀଣାକାର, ମାଦେଲି ଆଉ ଡ୍ୟାନ୍ସର, ପୁରୁଷ ସ୍ତ୍ରୀ ଉଭୟ କରୁଥିଲେ। ହয়তো ପୁରୁଷମାନେ ସ୍ତ୍ରୀ ବେଶ ଦେଇ କରୁଥିଲେ କି ନାଇଁ ନ କରୁଥିଲେ ସେଇଟା ମୁଁ ଜାଣିନି। ଆଉ ରେବା ବୋଲି ଗୋଟେ ବୀଣା ବଜାଉଥିଲେ, ଯେଉଁଟା ମୁଖ ବୀଣା, ଆଉ ସମସ୍ତେ ଠିଆ ହେଇକିରି କରୁଥିଲେ। ଆଚ୍ଛା, ମୁଁ ଆଉ ବେଶୀ କହିପାରିବିନି, କାହିଁକିନା ମିଲନ ଯେମିତି କହିଲେ ସେତେ ଜ୍ଞାନ ହয়তো ମୋର ପ୍ରତ୍ୟକ୍ଷ ନଲେଜ ନାହିଁ, କିନ୍ତୁ ମୁଁ ଶାସ୍ତ୍ର କହିବି। ଅଭିନୟ ଦର୍ପଣ ପ୍ରକାଶ ବୋଲି ଗୋଟେ ବହି ଅଛି। ଅଭିନୟ ଦର୍ପଣ ପ୍ରକାଶ ଲେଖୁଛି ନାଟ୍ୟ ମାନେ ପୁରୁଷ କରିବେ, ନୃତ୍ୟ ଯେଉଁଟା ଅଛି ସେଇଟା ସ୍ତ୍ରୀ ଲୋକ କରିବେ, ନୃତ୍ୟ ଯେଉଁଟା ସେଇଟା ପୁରୁଷମାନେ ସ୍ତ୍ରୀ ବେଶ ହେଇକିରି କରିବେ। ଆଉ ତାଣ୍ଡବ ହେଉଛି 5 ପ୍ରକାର, ବନ୍ଧ ନାଚ ହେଉଛି ତା ମଧ୍ୟରୁ ଗୋଟେ। ତ ଆମର ଯେଉଁ ଏଇ ବହି ଯେଉଁ କହୁଛି,
ଏ ବହି ତ କହୁଛି ଯେ କେତେ ପୁରୁଣା ଆମର ଗୋଟି ପୁଅ ନାଚ, ସେତେବେଳେ ଗୋଟି ପୁଅ ନାଁ ନଥିଲା। ହୁଏତ କିଏ କହୁଛି ଜାଗା ଘର ପିଲା, କିଏ କହୁଛି ଆଖଡ଼ା ପିଲା, ଆଉ ଜଣେ ଭାଇ କହିଲେ ସିଏ ଗୋପୀ ପିଲା, ତ ସଙ୍ଗୀତ ପିଲା, ଏମିତି ବହୁତ ଗୋପୀ ପିଲାରୁ ଗୋଟି ପୁଅ ହେଇଛି, ମାନେ ଏମିତି ହେଇଛି କହୁଛନ୍ତି, ମାନେ ବିଭିନ୍ନ ରକମର ମତାମତ ଅଛି। ତ ମୁଁ ଭାବିବି ଏଇଟା ବହୁତ ପୁରୁଣା, ଆଉ ଚୈତନ୍ୟଙ୍କ ସମୟରେ ଏଇଟାର ବିସ୍ତାର ହେଇଛି। ଆଉ ଯେଉଁ ଆଖଡ଼ା ଘରରେ ସେ କହିଲେ କି ସେଠି ଅଙ୍ଗ ସାଧନା ହେଉଥିଲା, ସେଇଟା ଠିକ୍, ସେଠି ଗୋଟେ ସରସ୍ୱତୀ ମୂର୍ତ୍ତି ବି ରହୁଥିଲା,